ଶ୍ରୀମଦ୍ ଭାଗବତମ୍ ପ୍ରଥମ ସ୍କନ୍ଦ ଏକାଦଶ ଅଧ୍ୟାୟ ଭଗବାନ ଶ୍ରୀକୃଷ୍ଣଙ୍କର ଦ୍ୱାରକା ପ୍ରବେଶ ଶ୍ଲୋକ କ୍ରମାଙ୍କ 4-5 ତତ୍ରୋପନୀତ ବଳୟ ରବେର୍ଦୀପମ୍ ଇବାବୃତଃ ଆତ୍ମା ରାମ ପୂର୍ଣ୍ଣ କାମ ନିଜ ଲାଭେନ ନିତ୍ୟଦାଃ ପିତୃତ୍ଫୁଲ୍ୟ ମୁଖଃ ପ୍ରଚୁର ହର୍ଷଗଦଗଦୟା ଗିରା ପିତରମ୍ ସର୍ବସୁହୃଦମ୍ ଅବିତାରମ୍ ଇବାର୍ଭକଃ। ଅନୁବାଦ, ନାଗରିକ ମାନେ ଭଗବାନଙ୍କ ପାଖରେ ପହଞ୍ଚି ପ୍ରତ୍ୟେକ ନିଜ ନିଜର ଉପହାର ତାଙ୍କୁ ଅର୍ପଣ କଲେ, ଯିଏକି ଯେଉଁ ଭଗବାନ ସର୍ବଦା ସ୍ୱୟଂ ସନ୍ତୁଷ୍ଟ ଏବଂ ପରିପୂର୍ଣ୍ଣ ଅଟନ୍ତି ତଥା ନିଜ ଶକ୍ତି ସାହାଯ୍ୟରେ ସେ ସମସ୍ତ ଜୀବକୁ ସର୍ବଦା ସେମାନଙ୍କର ଆବଶ୍ୟକତା ବିତରଣ କରୁଛନ୍ତି। ଭଗବାନଙ୍କୁ ଏସବୁ ଉପହାର ଅର୍ପଣ ସୂର୍ଯ୍ୟଙ୍କୁ ଦୀପଦାନ ସଦୃଶ୍ୟ। ତଥାପି ନାଗରିକମାନେ ଅତ୍ୟନ୍ତ ସମ୍ମାନ ଏବଂ ପ୍ରେମଯୁକ୍ତ ଭାଷାରେ ଭଗବାନଙ୍କୁ ଅଭିନନ୍ଦନ କରିବାକୁ ଲାଗିଲେ ଏବଂ ତାଙ୍କର ନିକଟରେ ସେହିପରି ପ୍ରାର୍ଥନା କରିବାକୁ ଲାଗିଲେ ଯେପରି ଛୋଟ ପିଲାଏ ସେମାନଙ୍କର ଅଭିଭାବକ ବା ପିତାଙ୍କ ନିକଟରେ ପ୍ରାର୍ଥନା କରନ୍ତି। ଭାବାର୍ଥ ଶିଲ ପ୍ରଭୁପାଦ କି ଜୟ। ଏଠାରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଆତ୍ମାରାମ ବୋଲି କୁହାଯାଇଅଛି। ସେ ସ୍ୱୟଂ ସମ୍ପୂର୍ଣ୍ଣ ଏବଂ ସର୍ବଦା ସନ୍ତୁଷ୍ଟ ଅଟନ୍ତି। ତେଣୁ ନିଜ ବ୍ୟତୀତ ଅନ୍ୟ କୌଣସି ବସ୍ତୁରୁ ସୁଖ ବା ଆନନ୍ଦ ପାଇବା ପାଇଁ ତାଙ୍କର ଅନ୍ୱେଷଣ କରିବାର ଆବଶ୍ୟକତା ନାହିଁ। ସେ ସ୍ୱୟଂ ସମ୍ପୂର୍ଣ୍ଣ ଅଟନ୍ତି କାରଣ ତାଙ୍କର ଦିବ୍ୟ ଅସ୍ତିତ୍ୱ ହିଁ ସର୍ବଦା ଆନନ୍ଦମୟ ଅଟେ। ସେ ନିତ୍ୟ ଶାଶ୍ୱତ ଅଟନ୍ତି। ସେ ସର୍ବଜ୍ଞ ଆନନ୍ଦମୟ ଅଟନ୍ତି। ତେଣୁ ଉପହାର ଯେତେ ମୂଲ୍ୟବାନ ହେଉନା କାହିଁକି ସେ ତାହା ଆବଶ୍ୟକ କରନ୍ତି ନାହିଁ। କିନ୍ତୁ ସେ ସମସ୍ତଙ୍କର ସୁହୃଦ ଏବଂ ମଙ୍ଗଳାକାଂକ୍ଷୀ ବନ୍ଧୁ ହୋଇଥିବା ହେତୁ ବ୍ୟକ୍ତି ଶୁଦ୍ଧ ପ୍ରେମରେ ଓ ଭକ୍ତିରେ କୌଣସି ପଦାର୍ଥ ତାଙ୍କୁ ଅର୍ପଣ କଲେ ସେ ତାହା ଆନନ୍ଦର ଗ୍ରହଣ କରନ୍ତି। ଏ କଥା ଏପରି ନୁହେଁ ଯେ ଭଗବାନ ସେସବୁ ପଦାର୍ଥ ଆବଶ୍ୟକ କରନ୍ତି କାରଣ ତାଙ୍କ ଶକ୍ତିରୁ ହିଁ ବସ୍ତୁ ଗୁଡ଼ିକ ଉଦ୍ଭବ। ହରେ କୃଷ୍ଣ। ବହୁତ ବହୁତ ଧନ୍ୟବାଦ ଆପଣମାନେ ଯେଉଁମାନେ ଆମର ଅନଲାଇନ୍ ଜପା ସେକ୍ସନ ଆଉ ଭାଗବତ ସତ୍ରରେ ଉପସ୍ଥିତ ଅଛନ୍ତି। ତ ଏଠି এই ଶ୍ଲୋକରେ ଆମେ ଏହା ଶ୍ରବଣ କରୁଛେ କି ଭଗବାନ କୃଷ୍ଣ ଯେତେବେଳେ ଦ୍ୱାରକାପୁରୀରେ ପ୍ରବେଶ କରୁଛନ୍ତି ସେହି ସମୟରେ ତାଙ୍କର ସବୁ ନିଜଜନ ମାନେ ଯେଉଁମାନେ ଦୀର୍ଘ ଦିନ ହେଲା ଚାହିଁ ବସିଥିଲେ ଭଗବାନ କୃଷ୍ଣଙ୍କର ପ୍ରତ୍ୟାଗମନକୁ, ସେମାନେ ବଡ଼ ଆନନ୍ଦର ସହିତ ଭଗବାନଙ୍କର ଶଙ୍ଖନାଦକୁ ଶୁଣି ଦୌଡ଼ି ଯାଉଛନ୍ତି ଭଗବାନ କୃଷ୍ଣଙ୍କ ପାଖକୁ। ଆଉ କ'ଣ କରୁଛନ୍ତି ନା ଅନେକ ପ୍ରକାର ଉପହାର ସେମାନେ ଭଗବାନଙ୍କୁ ପ୍ରଦାନ କରୁଛନ୍ତି ଏବଂ ତା ସହିତ ବଡ଼ ସୁନ୍ଦର ମଧୁର ଭାଷାରେ ତାଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି। କେମିତି କଥା ହେଉଛନ୍ତି ନା ଯେଭଳି ଭାବରେ ଗୋଟେ ଶିଶୁ, ଅବୋଧ ଶିଶୁ, ଗୋଟେ ସାଧାରଣ ବାଳକ ଯେଭଳି ତାଙ୍କର ଅଭିଭାବକ ବା ତାଙ୍କଠାରୁ ବୟସ୍କ ଆଦରଣୀୟ ବ୍ୟକ୍ତି ସହିତ ଯେମିତି କଥା ହୁଅନ୍ତି ନିଷ୍କପଟ ଭାବରେ, ସମର୍ପିତ ଭାବରେ, ଖୋଲା ମନରେ, ସେଇଭଳି ଭାବରେ ସମସ୍ତ ଦ୍ୱାରକାପୁରୀର ଅଧିବାସୀ ମାନେ ଭଗବାନ କୃଷ୍ଣଙ୍କ ସହିତ ବାର୍ତ୍ତାଳାପ କରୁଥିଲେ ନିଷ୍କପଟ ଭାବରେ। ଯେମିତି ଗୋଟେ ଛୋଟ ଛୁଆଟେ ଦୌଡ଼ିଯିବ ବାପାଙ୍କ ପାଖକୁ, ବାପାଙ୍କର ଆଗମନରେ ତାଙ୍କୁ ଜାବୁଡ଼ି ଧରିବ, ପଚାରିବ ବାବା ମୋ ପାଇଁ କ'ଣ ଆଣିଛ, ଏତେ ସମୟ କ'ଣ କରୁଥିଲ ତମେ, ମୋତେ କାହିଁକି ନେଇକି ଗଲନି, ଲୁଚିକି ପଳଲ ତମେ, ତମ ସହିତ ମୁଁ ଆଉ କଥା ହେବିନି। ଏ ଯେଉଁ ସରଳ କଥା ଗୋଟେ ଛୋଟ ପିଲା ଯେମିତି ତାଙ୍କ ବାପାଙ୍କ ସହିତ, ଜେଜ ବାପାଙ୍କ ସହିତ କିମ୍ବା ଅଜା ଆଈଙ୍କ ସହିତ, ଯାହାଙ୍କ ଉପରେ ସେ ପୂର୍ଣ୍ଣ ଅଧିକାର ସାବ୍ୟସ୍ତ କରେ, ଯାହାଙ୍କର ଆଶ୍ରୟରେ ସେ ବଞ୍ଚେ, ଯେଉଁଭଳି ତାଙ୍କ ସହିତ କଥା ହୁଏ, ତ ସେଇଭଳି ଭାବରେ ଦ୍ୱାରକାର ଅଧିବାସୀ ମାନେ ଭଗବାନ କୃଷ୍ଣଙ୍କୁ ଏଇ ରେଞ୍ଜରେ ଭଲ ପାଉଥିଲେ, ଏଇଭଳି ଭାବରେ ନିଷ୍କପଟ ସ୍ୱଚ୍ଛ ପବିତ୍ର ଭାବରେ, ଏବଂ ତାଙ୍କ ଆଗରେ ସେମାନେ ସେଭଳି ବ୍ୟବହାର କରୁଥିଲେ। ଏ ଉପହାର ଅନେକ ପ୍ରକାର ଉପହାର ପ୍ରଦାନ କରୁଥିଲେ। ଶ୍ରୀଲ ପ୍ରଭୁପାଦ ଏ ପ୍ରଥମ ଦ୍ୱିତୀୟ ପାରାଗ୍ରାଫରେ କହୁଛନ୍ତି କି ଭଗବାନ ହେଉଛନ୍ତି ଆତ୍ମାରାମ। ଆତ୍ମାରାମ ପୂର୍ଣ୍ଣ କାମ ନିଜ ଲାଭେନ ନିତ୍ୟଦା। ଶ୍ଲୋକରେ ବର୍ଣ୍ଣନା କରାଯାଇଛି ଭଗବାନ ହେଉଛନ୍ତି ଆତ୍ମକାମ, ଆତ୍ମାରାମ, ପୂର୍ଣ୍ଣ କାମ। ଭଗବାନ ଏ ଜଗତର କୌଣସି ବସ୍ତୁ
ଆଶା କରନ୍ତି ନାହିଁ ତାଙ୍କର ନିଜ ସୁଖ ପାଇଁ। ତାଙ୍କର ଯାହା ଦରକାର ତାଙ୍କ ପାଖରେ ସବୁ କିଛି ରହିଛି। ଯେମିତି ଉଦାହରଣ ସ୍ୱରୂପ ଆମେମାନେ ଆମ ଜୀବନରେ ଆମେ ସୁଖ ପାଇବା ପାଇଁ ହେଲେ ଅନ୍ୟର ସାହାଯ୍ୟ ସହଯୋଗ ଦରକାର କରୁ ସବୁ ସମୟରେ। ପତି ପତ୍ନୀର, ପତ୍ନୀ ପତିର, ପୁଅ ବାପାର, ବାପ ପୁଅର, ଅଡ଼ୋଶୀ ପଡ଼ୋଶୀଙ୍କର, ପଡ଼ୋଶୀ ଅଡ଼ୋଶୀଙ୍କର ଆମେ ସାହାଯ୍ୟ ସହଯୋଗରେ ବଞ୍ଚିବା ପାଇଁ ଚେଷ୍ଟା କରୁ। ସବୁବେଳେ ଅନ୍ୟର ସାହାଯ୍ୟ ଦରକାର। ଖରା ବର୍ଷା ଶୀତ କାକର ସମସ୍ତଙ୍କର ଆବଶ୍ୟକ ରହିଛି। ଗୋଟେ ଜମି ଚାଷ କରୁଥିବା କ୍ଷେତି ଯେ ଚାଷ କରୁଛି, ଜମି ଚାଷ କରୁଛନ୍ତି, କୃଷି କାର୍ଯ୍ୟ, ସେମାନେ ସବୁବେଳେ ଦେବତା ମାନଙ୍କ ଉପରେ ନିର୍ଭରଶୀଳ ଅଛନ୍ତି। ଯଦି ବର୍ଷା ନ ହୁଏ, ଠିକ ସମୟରେ ଯଦି ମାନେ ଖରା ଠିକ ଭାବରେ ନ ହୁଏ, ତାହେଲେ ଫସଲ ସବୁ ନଷ୍ଟ ହେଇଯିବ। ଖାଦ୍ୟ ଶସ୍ୟ ଉପରେ ଆମେ ମାନେ ନିର୍ଭର କରୁ। ଖାଦ୍ୟ ଶସ୍ୟ ବର୍ଷା ଉପରେ ନିର୍ଭର କରେ, ବର୍ଷା ଯଜ୍ଞ ଉପରେ ନିର୍ଭର କରେ। ସମସ୍ତେ ଅନ୍ୟ ଉପରେ ନିର୍ଭରଶୀଳ ଏଇ ଜଗତରେ। କିଏ ହେଲେ ସ୍ୱୟଂ ସ୍ୱତନ୍ତ୍ର ଭାବରେ କାହାର ବିନାଶ୍ରୟରେ ବଞ୍ଚି ପାରିବ ନାହିଁ। କିନ୍ତୁ ଭଗବାନ ହଉଛନ୍ତି ସ୍ୱୟଂ ସମ୍ପୂର୍ଣ୍ଣ। ଭଗବାନ ହଉଛନ୍ତି ଆତ୍ମରାମ। କାହିଁକି ଆମେ ଅନ୍ୟକୁ ଆଶ୍ରୟ କରୁ? ଏଇଥିପାଇଁ କାରଣ ଆମ ପାଖରେ ସେଇ ଜିନିଷ ନାହିଁ ଯାହା ଅନ୍ୟଠାରୁ ଆମେ ପାଇବା ପାଇଁ ଆଶା କରୁ। କିନ୍ତୁ ଭଗବାନଙ୍କ ପାଖରେ ସବୁ କିଛି ଅଛି। ତାଙ୍କର ଯାହା ଦରକାର ସେ ଇଚ୍ଛା କଲା ମାତ୍ରେ ତାଙ୍କୁ ମିଳିଯିବ। ସେଥିପାଇଁ ଶ୍ଲୋକରେ କୁହାଯାଇଛି ଯେ ସମସ୍ତ ବସ୍ତୁର ଉଦ୍ଭବ ସ୍ଥଳ, ଯେ ସବୁ ବସ୍ତୁକୁ ତିଆରି କରନ୍ତି, ତାଙ୍କୁ ଆଉ ବାହାରୁ କଣ ଦରକାର ଯାଇକି ତିଆରି କରିବା? ବାହାରୁ ଆଉ କଣ କାହାକୁ ଆଶା କରିବା କଣ ଦରକାର ପଡୁଛି? ଅହମ ସର୍ବସ୍ୱ ପ୍ରଭବ ମତ ସର୍ବ ପ୍ରବର୍ତ୍ତତେ। ମୋ ଠାରୁ ସବୁ କିଛି ବାହାରୁଛି। ତ ଯଦି ତାଙ୍କ ପାଖରେ, ଭଗବାନ ପାଖରେ କିଛି ନଥାନ୍ତା ତାହେଲେ ସେ ଅନ୍ୟ ପାଖକୁ ଯାଆନ୍ତି। ତାଙ୍କ ପାଖରେ ତ ସବୁ ଅଛି, ତାଙ୍କର କଣ ଦରକାର? କିନ୍ତୁ ତଥାପି ତାଙ୍କର ନିଜ ଲୋକମାନେ, ତାଙ୍କର ପ୍ରିୟଜନ ମାନେ ଯେତେବେଳେ କୌଣସି ଦ୍ରବ୍ୟ ନେଇକି ଯାଆନ୍ତି, ସେତେବେଳେ ସେ ଆଦରରେ ତାକୁ ସ୍ୱୀକାର କରନ୍ତି। ଏଇଟା ହଉଛି ଭଗବାନଙ୍କର ମହାନତା। ଖାଲି ଭଗବାନଙ୍କର ନୁହଁ, ଏହା ମଧ୍ୟ ଭକ୍ତମାନଙ୍କର ମଧ୍ୟ ମହାନତା। ଭକ୍ତମାନେ ଜଗତରୁ କୌଣସି ଜିନିଷ ପାଇବା ପାଇଁ ତାଙ୍କର ଲାଳସା ନଥାଏ, ଇଚ୍ଛା ନଥାଏ। ଭଗବାନ ଆତ୍ମକାମ, କିନ୍ତୁ ଭକ୍ତମାନେ ଆତ୍ମକାମ ମନନଶୀଳ ବ୍ୟକ୍ତି। ସେମାନେ ଏଇ ଜଗତରେ ଅନେକ ଗୁଡ଼ିଏ ଜିନିଷ ତାଙ୍କର ଆବଶ୍ୟକ ଥିଲେ ମଧ୍ୟ ସେମାନେ ଆଶା କରନ୍ତି ନାହିଁ ଏସବୁ ଜିନିଷକୁ। କାହିଁକି ନା ଭଗବାନଙ୍କ ଉପରେ ସେମାନେ ଆଶ୍ରିତ ଥାନ୍ତି। କିନ୍ତୁ ତଥାପି ଯଦି ଭକ୍ତମାନଙ୍କୁ କିଏ କିଛି ଉପହାର ଦିଅନ୍ତି ତାହେଲେ ସେମାନେ ଖୁସି ହେଇଯାଆନ୍ତି। ଆପଣମାନେ ଦେଖିଥିବେ ଯୋଉ ମହାରାଜ ମାନେ ଆସୁଛନ୍ତି, ଆମର ଗୁରୁ ମହାରାଜ ମାନେ, ସନ୍ନ୍ୟାସୀ ମାନେ, ସେମାନେ ଅନେକଙ୍କ ଘରକୁ ଯାଆନ୍ତି। କିଛି ଭକ୍ତମାନଙ୍କ ଘରକୁ ଯାଆନ୍ତି, କୋଉଠି ମଠକୁ ଯାଆନ୍ତି, ଆଶ୍ରମକୁ ଯାଆନ୍ତି, ଅନ୍ୟମାନଙ୍କର ଅନୁରୋଧକୁ ରକ୍ଷା କରନ୍ତି। କିନ୍ତୁ ଯୋଉଠିକି ଯିବେ ସେମାନେ ମହାରାଜ ମାନେ ତାଙ୍କୁ କେତେ ପ୍ରକାର ବ୍ୟଞ୍ଜନ ବନେଇକି ରଖିଥିବେ ସମସ୍ତେ। ଆରେ ମହାରାଜ ଆସୁଛନ୍ତି ଗୋଟେ ବର୍ଷ ପରେ ଆମ ଘରକୁ, ଗୁରୁ ମହାରାଜ ଆସୁଛନ୍ତି ଆମ ଘରକୁ। ମାନେ ବିଚାର କରନ୍ତୁ କେତେ ଆଦର, କେତେ ଆନନ୍ଦରେ ଥିବେ ଲୋକମାନେ ସମସ୍ତେ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, हरे कृष्ण 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 हरे हरे, हरे राम 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 हरे हरे, हरे कृष्ण 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 हरे हरे, हरे राम 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 हरे हरे। ओके, धन्यवाद समस्त। तो एबे अल्प दिन तले आमे बालुगाँ जाइथिले। बालुगाँ महाराज आसथिले, परम पूज्य असित कृष्ण गुरु महाराज। आमर प्राणेश्वरी माताजी घरे प्रोग्राम थिला, आमे माने भी जाइथिलु। तो सेमाने जूस बनै के आनिथिले, आमे देखुथिले सेठी ऑरेंज जूस बोध मते लागुची। तो जेतेबेले सेमाने जूस नै के आसुथिले, से समय रे कौन है माताजी? हरे कृष्ण। वीडियो कॉल के गोटे कर। तो आमे आमे यही प्रसंग रे आलोचना करुथिले कि भगवान जमिते आत्मकाम, से बाहर किछि आशा करने नहीं, सब किछि तांको ठारू सृष्टि हुए। सेमिति भक्त मानक पाखरे मध्य से भली गुण थाए, से माने बाहर कोनोसी द्रव्य प्रति आकृष्ट नथंदी। भगवान को इच्छा रे जहा मिली गला से माने संतुष्ट रहंती। आ एमिति नुह जे से माने भोकिला रहंती, तांको पाखरे भी सफिशिएंट सब किछि थाए।
ଭଗବାନଙ୍କ କୃପା ତାଙ୍କ ଉପରେ ଥାଏ। କାରଣ ଭଗବାନଙ୍କୁ ନିନ୍ଦା କରିବା ବାଲାର ଯଦି ପେଟ ଭରୁଛି ତାହେଲେ ଭଗବାନଙ୍କର ଗୁଣଗାନ କରିବା ବାଲାଙ୍କର କଣ ଅଭାବ ରହିବ? ନିଶ୍ଚିତ ହାରେ ମନୁଷ୍ୟ ଅନେକ ପ୍ରକାର ଏକ୍ସଟ୍ରା ଡିମାଣ୍ଡ କରେ, ସେଥିପାଇଁ ସେ ଦୁଃଖରେ ରହେ। ନହେଲେ ଯାହାକୁ ଯାହା ଦରକାର ଭଗବାନ ଦେଇ ଦିଅନ୍ତି। ଏବେ ଆମେ ଯେମିତି କହୁଥିଲେ ବାଲୁଗାଁରେ ଅଳ୍ପ ଦିନ ତଳେ ଆସିଥିଲେ ମହାରାଜ ପରମ ପୂଜ୍ୟ ଅସିତ କୃଷ୍ଣ ଗୁରୁ ମହାରାଜ। ଆମର ପ୍ରାଣେଶ୍ୱରୀ ମାତାଜୀଙ୍କ ଘରେ ପ୍ରୋଗ୍ରାମ ହେଇଥିଲା। ମହାରାଜଙ୍କର ଆଗମନ ପରେ ସେମାନେ ମହାରାଜଙ୍କ ପାଇଁ ଜୁସ୍ ରଖିଥିଲେ, ମତେ ଲାଗୁଛି ଅରେଞ୍ଜ ଜୁସ୍ ବୋଧେ। ତ ଯେତେବେଳେ ଗ୍ଲାସରେ ନେଇ ଆସିଲେ ମହାରାଜ କହିଲେ ଆରେ ନା 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 ଦରକାର ନାହିଁ, ଏବେ ଏବେ ପ୍ରସାଦ ମୁଁ ପାଇକି ଆସିଛି, କିଛି ଆବଶ୍ୟକ ନାହିଁ ଆବଶ୍ୟକ ନାହିଁ। କିନ୍ତୁ ସେମାନେ ବହୁତ ଆଦରରେ ଆଣିଥିଲେ। ମୁଁ ସେଠି ଥାଏ, ମୁଁ ଦେଖିଲି, ମୁଁ ଏତେ ଉତ୍ସାହରେ ଆମର ବେଦବତୀ ମାତାଜୀ ହେରିକା ସବୁ ନେଇକି ଆସିଥିଲେ। ମୁଁ କହିଲି ମହାରାଜ ଘରକୁ ଆସିଛନ୍ତି, ଏତେ ଆଦରରେ ସେମାନେ ବନେଇଛନ୍ତି, ମହାରାଜ କଣ ଟିକେ ଆମ ଘରେ ପାଇବେ ବୋଲି। ତାପରେ ମୁଁ ବି ରିକ୍ୱେଷ୍ଟ କଲି ମହାରାଜ ପ୍ଲିଜ ଆପଣ ଅଳ୍ପ ଟିକେ ପାଇଯାଆନ୍ତୁ, ସେମାନେ ଆଣିଛନ୍ତି ଆଦରରେ। ତାପରେ ମହାରାଜ ସେଠୁ ଧରିଲେ ଆଉ ତାପରେ ଗ୍ଲାସଟା ପୁରା ପିଇଦେଲେ। ମାନେ ବିଚାର କରନ୍ତୁ, କହିବା କଥା କି ତାଙ୍କର ଆବଶ୍ୟକ ନଥିଲା ରେ, ପ୍ରକୃତରେ ସେ ଭୋଜନ କରିକି ଆସିଥିଲେ। ଆଉ ମହାରାଜ ମାନେ ତ ଯୁଆଡେ ଯିବେ ତାଙ୍କୁ ଆଦରରେ ସମସ୍ତେ ବିଭିନ୍ନ ପ୍ରକାର ବଢିଆ ବଢିଆ ପ୍ରସାଦ ସମସ୍ତେ ଦିଅନ୍ତି ମହାରାଜଙ୍କୁ। କିନ୍ତୁ ତଥାପି ସେ ସେଠି ଗ୍ଲାସଟେ ଜୁସ୍ ନେଲେ, କଣ ପାଇଁ ନେଲେ? ତାଙ୍କର କଣ ଆବଶ୍ୟକ ଥିଲା? ସେ କଣ ଭୋକିଲା ଥିଲେ? ତଥାପି କଣ ପାଇଁ ନେଲେ? ପ୍ରେମ ବଶ, ସ୍ନେହ ବଶ। ସେ ଦେଖିଲେ କି ଏମାନଙ୍କ ଘରକୁ ମୁଁ କେତେ ଦିନରେ ଥରେ ଆସିଛି, ପୁଣି ଆଉ ଥରେ କେବେ ଆସିବି କି ନାହିଁ ଭରସା ନାହିଁ। ଏତେ ଆଦରରେ ସେମାନେ ତିଆରି କରୁଛନ୍ତି ମୋ ପାଇଁ ଜୁସ୍ ଟିକେ, ଏତେ ଅନୁରୋଧ କରୁଛନ୍ତି ସମସ୍ତେ, ତ ସେଠି ବାଧ୍ୟ ହେଇକି ମହାରାଜ ଗ୍ରହଣ କଲେ। ତ ଯେଇଭଳି ଭାବରେ ସେଭଳି ଦ୍ୱାରକାର ଅଧିବାସୀ ମାନେ ଏତେ ସ୍ନେହ, ଏତେ ପ୍ରେମ, ଏତେ ଭକ୍ତିରେ ନେଇକି ଭଗବାନଙ୍କୁ ଅର୍ପଣ କରୁଥିଲେ ବସ୍ତୁ, ଯୋଉ ବସ୍ତୁ ତାଙ୍କର ଆବଶ୍ୟକ ନଥିଲା, କିନ୍ତୁ ସ୍ନେହ ପ୍ରେମ ଭକ୍ତିରେ ଦବା ଯୋଗୁଁ ଭଗବାନ ତାକୁ ସ୍ୱୀକାର କରୁଥିଲେ। ଯେ ଯେଭଳି ଉପହାର ଆଣୁଥିଲେ ତାଙ୍କୁ ବଡ଼ ଆଦର ପୂର୍ବକ ଗ୍ରହଣ କରୁଥିଲେ। ପତ୍ରಂ ପୁଷ୍ପಂ ଫଲಂ ତୋୟମ୍ ୟୋ ମେ ଭକ୍ତା ପ୍ରୟଶ୍ଚତି ତଦହଂ ଭକ୍ତ୍ୟା ଉପହୃତମ୍ ଅଶ୍ନାମି ପ୍ରୟତାତ୍ମନଃ। ପ୍ରେମ ଆଉ ଭକ୍ତିରେ ଯିଏ ଯାହା ଦିଅନ୍ତି ଭଗବାନ ତାଙ୍କୁ ବଡ଼ ଆଦର ସହିତ ଗ୍ରହଣ କରନ୍ତି। ତାପରେ ପ୍ରଭୁପାଦ ଲେଖୁଛନ୍ତି, ଗୋଟେ ବଢିଆ ଉଦାହରଣ ଦଉଛନ୍ତି, ସୂର୍ଯ୍ୟ ଦେବତାଙ୍କୁ ଆରାଧନା କରିବା ପାଇଁ ଦୀପ ଅର୍ପଣ କରିବା ଯେପରି କଥା, ଭଗବାନଙ୍କୁ ଏହିପରି ଉପହାର ମାନ ପ୍ରଦାନ କରିବା ସେହିପରି କଥା। ତେଣୁ ଏଠାରେ ଏହି ତୁଳନାତ୍ମକ ଉଦାହରଣ ଦିଆଯାଇଅଛି। ଯେଉଁ ବସ୍ତୁ ତେଜସ୍ୱୀ ଓ ପ୍ରକାଶମାନ ଅଟେ, ଯାହା ସୂର୍ଯ୍ୟଙ୍କ ଶକ୍ତିର ପ୍ରକାଶ ବୋଲି ବୁଝିବାକୁ ପଡ଼ିବ, ତଥାପି ସୂର୍ଯ୍ୟ ଦେବତାଙ୍କ ପୂଜା ନିମିତ୍ତ ଦୀପ ଅର୍ପଣ କରିବା ଆବଶ୍ୟକ। ଯେଉଁ ପୂଜକ ସୂର୍ଯ୍ୟଙ୍କର ପୂଜା କରେ ସେ ପ୍ରତିବଦଳରେ ସୂର୍ଯ୍ୟ ଦେବତାଙ୍କୁ କିଛି ମାଗେ ବା ତାଙ୍କଠାରୁ କିଛି ପାଇବାକୁ ଆଶା ପୋଷଣ କରେ। କିନ୍ତୁ ଭକ୍ତି ଯୋଗରେ ଭଗବତ ଆରାଧନାରେ କୌଣସି ପକ୍ଷରୁ ସେବା ବା ସେବକ କୌଣସି ପକ୍ଷରୁ କିଛି ପ୍ରାପ୍ତି ଆଶା ନଥାଏ। ଏହା ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଥିବା ଶୁଦ୍ଧ ପ୍ରେମ ବା ସ୍ନେହର ଲକ୍ଷଣ ଅଟେ। ପ୍ରଭୁପାଦ ଲେଖୁଛନ୍ତି, ଯେମିତି ସୂର୍ଯ୍ୟଙ୍କ ପାଖରେ ଆମେ ଦୀପ ଦାନ କରୁଛେ, এই ଦୀପରେ ଯୋଉ ଅଗ୍ନି ଅଛି, ଯୋଉ ଜ୍ୱଳନ ଶକ୍ତି ଅଛି, ଯୋଉ ଆଲୋକ ବିକିରଣ କରିବାର ଶକ୍ତି ଅଛି ଦୀପ ଭିତରେ, ଏସବୁ କୋଉଠୁ ଆସିଛି? ଏ ହଉଛି ସୂର୍ଯ୍ୟଙ୍କର ଶକ୍ତି। ଗୋଟେ କାଠ ଭିତରେ ଜଳିବାର ଶକ୍ତି ଅଛି, ଇଏ ସୂର୍ଯ୍ୟଙ୍କର ଶକ୍ତି। ସୂର୍ଯ୍ୟଙ୍କ ଠାରୁ ସବୁ ଦହନୀୟ ଶକ୍ତି ଜଗତରେ ସମସ୍ତ ବସ୍ତୁ ଭିତରେ ନିହିତ ଥାଏ। ଦୀପର ଜ୍ୱଳନ ଶକ୍ତି, ଦୀପର ଆଲୋକ ଶକ୍ତି ମଧ୍ୟ ସୂର୍ଯ୍ୟଙ୍କ ଶକ୍ତି। କିନ୍ତୁ ତଥାପି ପୂଜାରୀ କଣ କରେ ନା ସୂର୍ଯ୍ୟଙ୍କୁ ସେ ଦୀପକୁ ପ୍ରଦାନ କରିକି ଦୀପ ଦ୍ୱାରା ଭଗବାନ ସୂର୍ଯ୍ୟଙ୍କର ଆରାଧନା କରନ୍ତି। ଏହା ବିଧାନ, ଏହା ନିୟମ। ସେଭଳି ଭାବରେ ଜଗତରେ ସବୁ କିଛି ପଦାର୍ଥର ସୃଷ୍ଟିକର୍ତ୍ତା ଭଗବାନ, କିନ୍ତୁ ଭଗବାନଙ୍କର ଉପାସନା ପାଇଁ ଆମେ ଏଇ ବସ୍ତୁକୁ ଭଗବାନଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିବା ଦରକାର। କିନ୍ତୁ ଡିଫରେନ୍ସ କଣ? ଏଇଠି ଭକ୍ତ ଆଉ ଭଗବାନଙ୍କ ଭିତରେ ଯୋଉ ଉପହାର ଆଦାନ ପ୍ରଦାନ ହଉଛି, ଏଠି କଣ ଡିଫରେନ୍ସ ରହିଛି ସାଧାରଣ ପୂଜା ଅପେକ୍ଷା? ପ୍ରଭୁପାଦ କହୁଛନ୍ତି, ଯେମିତି ଜଣେ ଦୀପ ପ୍ରଦାନ କରି ସୂର୍ଯ୍ୟ ଦେବତାଙ୍କୁ ସେ ବିଭିନ୍ନ ପ୍ରକାର ଡିମାଣ୍ଡ କରେ, ଯେମିତି ଆରୋଗ୍ୟ ହବାର, କାରଣ ସୂର୍ଯ୍ୟ ଦେବତା ହଉଛନ୍ତି ରୋଗ ହରଣକାରୀ ଶକ୍ତି ତାଙ୍କ ପାଖରେ ଥାଏ। ମୋର ରୋଗ ଗ୍ରହ ପୀଡ଼ାକୁ ବିନାଶ କରନ୍ତି ହେ ସୂର୍ଯ୍ୟ ଦେବ, ସେ ଅଭିଳାଷ କରେ। କିନ୍ତୁ ଭକ୍ତ ଯେତେବେଳେ ଭଗବାନଙ୍କୁ କିଛି ମାଗେ, ସେତେବେଳେ ତାଙ୍କର ମଧ୍ୟ କିଛି ଅଭିଳାଷ ନଥାଏ। ସେ କିଛି ଡିମାଣ୍ଡ କରନ୍ତିନି ଭକ୍ତମାନେ କି ପ୍ରଭୁ ମୁଁ ତୁମର ସେବା କରୁଛି, ତୁମେ ମୋର ଏଇ ଉପକାର କର। କିମ୍ବା ଭଗବାନ କେବେ ଆଶା କରନ୍ତି ନାହିଁ କି ଭକ୍ତ ମତେ ଏଇ ଦ୍ରବ୍ୟ ଦରକାର, ତାଙ୍କର ବି କିଛି ଡିମାଣ୍ଡ ନଥାଏ। କିନ୍ତୁ ଅନ୍ୟ ଦେବୀ ଦେବତାଙ୍କର ପୂଜା ମାନଙ୍କରେ ଆପଣମାନେ ଦେଖିବେ ସେଥିରେ ଡିମାଣ୍ଡ ଥାଏ। ଶନିଶ୍ଚର ପୂଜା କରିବା ପାଇଁ ହେଲେ ଗୋଟେ ଲିଷ୍ଟ ଆସିବ, ଏହା ଦରକାର। ଗଣେଶ ପୂଜା କରିବା ପାଇଁ ହେଲେ ଗୋଟେ ଲିଷ୍ଟ ଆସିବ। ଯେକୌଣସି ଦେବୀ ଦେବତାଙ୍କର ଶିବଙ୍କର ଆରାଧନା କରିବା ପାଇଁ ହେଲେ ଗୋଟେ ଲିଷ୍ଟ ଆସିବ। ଦୁର୍ରା ଫଳ, ଇଏ ଆଣ ସିଏ ଆଣ, ଚମ୍ପା ଇତ୍ୟାଦି ଇତ୍ୟାଦି, କ୍ଷୀର ବେଲପତ୍ର।
କିନ୍ତୁ ଭଗବାନଙ୍କର ସେବା ପାଇଁ କୌଣସି ଲିଷ୍ଟ ନାହିଁ, କୌଣସି ପ୍ରକାର ଡିମାଣ୍ଡ ନାହିଁ ଭଗବାନଙ୍କର କି ମତେ ଏହା ଦରକାର, ମତେ ସେୟା ଦରକାର। ଯାହା ପ୍ରେମରେ ଆଉ ଭକ୍ତିରେ ଭଗବାନଙ୍କୁ ଦିଆଯାଏ ଭଗବାନ ତାକୁ ସ୍ୱୀକାର କରନ୍ତି। ପତ୍ରಂ ପୁଷ୍ପମ୍ ଫଲମ୍ ତୋୟମ୍। ଇଏ ହଉଛି ଭକ୍ତ ଆଉ ଭଗବାନଙ୍କ ଭିତରେ ଥିବା ପ୍ରଗାଢ ପ୍ରୀତିର ଲକ୍ଷଣ। ସେଥିପାଇଁ ପ୍ରକୃତରେ ଯିଏ ଅନ୍ୟକୁ ଭଲ ପାଏ ନା ହୃଦୟ ଦେଇ, ସେ ତାଠାରୁ କେବେ କିଛି ଆଶା କରେ ନା। ଚୈତନ୍ୟ ମହାପ୍ରଭୁଙ୍କର ସେ ଶ୍ଲୋକ ସବୁବେଳେ ଆମର ମନେ ପଡେ। କୃଷ୍ଣ ପ୍ରୀତିର ଚରମ ପରାକାଷ୍ଠାକୁ ପ୍ରତିପାଦନ କରୁଛନ୍ତି ଚୈତନ୍ୟ ମହାପ୍ରଭୁ ଶିକ୍ଷାଷ୍ଟକମର ସେ ଶ୍ଲୋକରେ। ଆଶ୍ଲେଷ୍ୟ ବା ପାଦରତା ପିନଷ୍ଟମମ୍ ଅଦର୍ଶନୀ ମର୍ମହତା କରତୁ ବା ଯଥା ତଥା ବା ବିଦଧାତୁ ଲମ୍ପଟ ମତ ପ୍ରାଣନାଥସ୍ତୁ ସଏବ ନା ପର। ତମେ ମତେ ଆଶ୍ରୟ ଦିଅ କିମ୍ବା ବିତାଡ଼ିତ କର, କଷ୍ଟ ଦିଅ କି ଆନନ୍ଦ ଦିଅ, ଦର୍ଶନ ଦିଅ କିମ୍ବା ଅଦର୍ଶନ ଦିଅ, ତୁମେ ମତେ ମାଡ ମାର କିମ୍ବା ଲାତ ମାର, ତଥାପି ତୁମେ ମୋର ପ୍ରାଣନାଥ, ତୁମେ ମୋର ସ୍ୱାମୀ, ତୁମେ ମୋର ପ୍ରଭୁ। এই ଭାବନା ଆଜି କିଏ କାହା ପାଖରେ ପ୍ରତିପାଦିତ କରିପାରିବ? କିଏ କାହା ପାଖରେ ଭାବନାକୁ ବ୍ୟକ୍ତ କରିପାରିବ? ଏ ସମାଜରେ ଆମକୁ କିଏ କଣ ଟିକେ କହିଦେଲେ ଆମ ହୃଦୟରେ ଜ୍ୱଳନ ସୃଷ୍ଟି ହଉଛି। ବୈଷ୍ଣବ ହଉଛି ଜଗତର ବନ୍ଧୁ, ଆଉ ବନ୍ଧୁ ବନ୍ଧୁ ଉପରେ କେବେ କ୍ରୋଧ କରେ ନା। ସେ ଅଭିମାନ କରୁ, ରାଗୁ, ନିନ୍ଦା କରୁ ଏ ଜଗତର ଲୋକମାନେ, କିନ୍ତୁ ହୃଦୟରେ ସେ ସବୁବେଳେ ସମସ୍ତଙ୍କର ମଙ୍ଗଳ ଚିନ୍ତା କରିବା ଦରକାର। ଏଇ ହଉଛି ବୈଷ୍ଣବର ଲକ୍ଷଣ। ଆମେ ହଉଛି ପତ୍ନୀ, ପତିର ସେବା କରିବା ହଉଛି ଆମର ଧର୍ମ। ପତିର ଗୁଣ ଥାଉ ଅଗୁଣ ଥାଉ ଯାହା କିଛି ଥାଉ, ମୋର ସ୍ୱଧର୍ମକୁ ମୁଁ ପାଳନ କରିବି, ଏଇ ମୁଡରେ ଯଦି ଜଣେ ସେବା କରିବ ତାହେଲେ ତାକୁ କିଛି ପ୍ରତିବନ୍ଧ ଆସିବନି ଜଗତରେ। ନିଜର କର୍ତ୍ତବ୍ୟକୁ ସମ୍ପାଦନ କର, ସେଟା ହଉଛି ସବୁଠାରୁ ବଡ କର୍ତ୍ତବ୍ୟ ଆମ ପାଇଁ। ଆମର କଣ ଡ୍ୟୁଟି, ଆମେ ସେଟା କରିବା। ସେଥିପାଇଁ ଆମେ ହଉଛି ଜୀବ, ଜୀବର କର୍ତ୍ତବ୍ୟ ହଉଛି ଭଗବାନଙ୍କର ସେବା କରିବା, କିଛି ଅଭିଳାଷ କରିବାନି। ଆମ ଆଡୁ ଆମେ 100% ଟ୍ରାଏ କରିବା ସବୁବେଳେ। ବାସ୍ ଇଏ ଯେମିତି ଭକ୍ତ ଯେମିତି ଭଗବାନଙ୍କ ଉଦ୍ଦେଶ୍ୟରେ ସେବା କରେ, 100% ଟ୍ରାଏ କରେ, ଚେଷ୍ଟା କରେ 100%, ଭଗବାନ ସେମିତି 100% ଚେଷ୍ଟା କରନ୍ତି ଭକ୍ତ ପାଇଁ। ସିଏ ମଧ୍ୟ ତାଙ୍କ ପ୍ରୀତିରେ, ତାଙ୍କ ପ୍ରେମରେ, ତାଙ୍କର ପ୍ରତିଦାନରେ କେବେ ହେଲେ ଅବହେଳା କରନ୍ତି ନାହିଁ। କିନ୍ତୁ ଏଇ ଜଗତରେ ସେଭଳି ପ୍ରେମ ସମ୍ପାଦନ କରିବା ବଡ କଠିନ ବ୍ୟାପାର। କିଏ କାହା ସହିତ ସେଭଳି ପ୍ରୀତିକି ନିଭେଇ ପାରିବେ ନାହିଁ, କୌଣସି ପ୍ରକାର ଡିଜାୟାର, କୌଣସି ଅଭିଳାଷ ନ ରଖି। ତ ସେଥିପାଇଁ ଏଇ ଯୋଉ ଦ୍ୱାରକାର ଅଧିବାସୀ ମାନେ ଭଗବାନ କୃଷ୍ଣଙ୍କର ଆଗମନରେ ତାଙ୍କ ପ୍ରତି ସେ ସମ୍ବନ୍ଧକୁ ସ୍ଥାପନ କରୁଛନ୍ତି, ପ୍ରୀତି ଭରା ସମ୍ବନ୍ଧ। ଉପହାର ମାନ ନେଇକି ପ୍ରଦାନ କରୁଛନ୍ତି, ମଧୁର ମଧୁର କଥାରେ ତାଙ୍କ ସହିତ ବାର୍ତ୍ତାଳାପ କରୁଛନ୍ତି, ତାଙ୍କର ପ୍ରୀତିକି ଆଦାନ ପ୍ରଦାନ କରୁଛନ୍ତି। ପରବର୍ତ୍ତୀ ପାରାଗ୍ରାଫରେ ଶ୍ରୀଲ ପ୍ରଭୁପାଦ ଲେଖୁଛନ୍ତି, ଭଗବାନ ସମସ୍ତ ଜୀବଙ୍କର ପରମ ପିତା ଅଟନ୍ତି ଏବଂ ସେଇଥିପାଇଁ ଯେଉଁମାନେ ଭଗବାନଙ୍କର ସହିତ ଥିବା ଏହି ଗୁରୁତ୍ୱପୂର୍ଣ୍ଣ ସମ୍ପର୍କ ବିଷୟରେ ସଚେତନ, ସେମାନେ ସନ୍ତାନ ଭଳି ସେହି ପରମ ପିତାଙ୍କ ପାଖରେ ସେମାନଙ୍କର ଦାବି ଉପସ୍ଥାପନ କରିପାରନ୍ତି ଏବଂ ପିତା ବିନା ଆପତ୍ତିରେ ଏ ପ୍ରକାର ଆଜ୍ଞାଧୀନ ପୁତ୍ରମାନଙ୍କର ଦାବି ପୂରଣ କରିବାକୁ ଖୁବ୍ ଆଗ୍ରହ ପ୍ରକାଶ କରନ୍ତି। ଶ୍ରୀଲ ପ୍ରଭୁପାଦ ବଢିଆ ଜିନିଷ ଗୋଟେ ଲେଖୁଛନ୍ତି କି ଯୋଉମାନେ ଭଗବାନଙ୍କ ସହିତ ଏଭଳି ସମ୍ପର୍କ ରଖିଛନ୍ତି, କିଭଳି ନା ପିତା ଭଳି, ଯେମିତି ଗୋଟେ ପୁତ୍ର ନିଷ୍କପଟ ଭାବରେ ବାପାଙ୍କୁ ଜାବୁଡି ଧରେ, ତାଙ୍କୁ ଭଲ ପାଏ, ତାଙ୍କ ସହିତ ପୂର୍ଣ୍ଣ ଆଶ୍ରିତ ଥାଏ, ସିଏ ଡିମାଣ୍ଡ କରିପାରେ। ସେଇଭଳି ହୃଦୟ ଯାହାର ଥାଏ ଭଗବାନଙ୍କ ପ୍ରତି, ସେ ଡିମାଣ୍ଡ କରିପାରେ କି ବାବା ମୋ ପାଇଁ ତମେ କଣ ପାଇଁ ଆଣିଲନି, ମୁଁ କହିଥିଲି ପରା 3 ଦିନ ହେଲାଣି, ତମେ କେବେ ଆଉ ଆଣିବ ମୋ ପାଇଁ। ଏ ଡିମାଣ୍ଡରେ ବାବା ଅଧିକ ଖୁସି ହେଇଯାଆନ୍ତି, ତାଙ୍କ ଆଖିରୁ ଲୁହ ନିଗିଡି ପଡେ। ପୁତ୍ରର କନ୍ୟା ମାନଙ୍କର ସ୍ନେହକୁ ଦେଖି, ଆହା ସତରେ ମୋ ପୁଅ ମୋ ଝିଅ କହିଲାଣି 3 ଦିନ ହେଲା, ମୁଁ ତା ପାଇଁ ଆଣିପାରୁନି, କାନ ମୋଡୁଛି, ଚାପାଡା ବାଡଉଛି, ମୁଁ ଆରଥର ଗଲେ ନିଶ୍ଚିତ ଆଣିଦେବି। ବାପା ବି ସେମିତି ଛୋଟ ଅବଧ ବାଳକ ଭଳି ପୁତ୍ରର ଡିମାଣ୍ଡକୁ ଗ୍ରହଣ କରନ୍ତି। ସେଥିରେ କୌଣସି ପ୍ରକାର ଜୋର ଜବରଦସ୍ତ ନଥାଏ। ସେ ଡିମାଣ୍ଡରେ କୌଣସି ମାନ ଅଭିମାନ ନଥାଏ, ସେଥିରେ ସମ୍ପୂର୍ଣ୍ଣ ସ୍ନେହ, ପ୍ରେମ, ପ୍ରୀତି ଭରି ହେଇକି ଥାଏ। এই କଥା ଶ୍ରୀଲ ପ୍ରଭୁପାଦ ଲେଖୁଛନ୍ତି। ସେଥିପାଇଁ ମହାନ ଗୁରୁ, ସାଧୁ, ବୈଷ୍ଣବ ମାନେ ଯୋଉମାନଙ୍କର ନିଜର ସୁଖ ପାଇଁ କିଛି ଇଚ୍ଛା ନଥାଏ,
ପୂର୍ଣ୍ଣ ଭାବରେ ଭଗବାନଙ୍କ ଚରଣରେ ସମର୍ପିତ ଥାନ୍ତି। ଶୁଦ୍ଧ ସାଧୁ, କୌଣସି ପ୍ରକାର ଭୌତିକ ପ୍ରଲୋଭନ ନଥାଏ। ସେଇଭଳି ସାଧୁମାନେ ହୃଦୟରେ ଯାହା ଚିନ୍ତା କରନ୍ତି ଭଗବାନ ତାକୁ ଫୁଲଫିଲ୍ କରନ୍ତି। ଯାହା ଚିନ୍ତା କରନ୍ତି ସାଧୁମାନେ, ସେଥିପାଇଁ କୁହାଯାଏ ନାମ ଚିନ୍ତାମଣି କୃଷ୍ଣ ଚୈତନ୍ୟ ରସ ବିଗ୍ରହ ପୂର୍ଣ୍ଣ ଶୁଦ୍ଧ ନିତ୍ୟ ମୁକ୍ତ ଅଭିର୍ଣ୍ଣତ ନାମ ନାମିନେ। ଯେଉଁମାନେ ଭଗବାନଙ୍କର ପବିତ୍ର ନାମକୁ ଗ୍ରହଣ କରୁଛନ୍ତି, ନ ଧନମ ନ ଜନମ ନ ସୁନ୍ଦରୀ କବିତା ବା ଜଗଦୀଶ କାମ ହେ ମମ ଜନ୍ମନି ଜନ୍ମନୀଶ୍ୱର ଭବତାଦ ଭକ୍ତିର ହେତୁ କିତ୍ୱଇ। ଏହି ଭାବନାରେ ଯେଉଁମାନେ ଭବିଭୂତ ହୋଇ ଭଗବାନଙ୍କର ଚିନ୍ତା ଆରାଧନା ତପ ଆଚରଣ କରୁଛନ୍ତି, ନିଷ୍କାମ ଭାବରେ ହୃଦୟରେ କେବଳ ଭଗବତ ପ୍ରୀତି ଆରାଧନାକୁ ଲକ୍ଷ୍ୟ କରି ସେମାନେ ଯାହା ଇଚ୍ଛା କରନ୍ତି ଭଗବାନ ତତ୍କ୍ଷଣାତ୍ ପୂର୍ଣ୍ଣ କରିଦିଅନ୍ତି। ଆଉ ସେଥିରେ ପ୍ରଗାଢ଼ ପ୍ରୀତି ଥାଏ, ପ୍ରେମ ଥାଏ, ସ୍ନେହ ଥାଏ। ଏ ଭୌତିକ ଡିମାଣ୍ଡ ଭଳି ସେ ଡିମାଣ୍ଡ ନଥାଏ। ଯେମିତି ଅସୁରମାନେ ଘୋର ତପ ଆଚରଣ କରନ୍ତି ଆଉ ଦେବତାମାନଙ୍କୁ ମାଗନ୍ତି ମତେ ଅମର କରିଦିଅ, ମତେ ସର୍ବେଶ୍ୱର ବନେଇ ଦିଅ, ମୁଁ ସର୍ବଶକ୍ତିମାନ ହେଇଯିବି। ଭକ୍ତମାନଙ୍କର ଏଭଳି ଡିମାଣ୍ଡ ନଥାଏ। ଭକ୍ତମାନେ ଅନ୍ୟମାନଙ୍କ ପାଇଁ ବେଳେ ବେଳେ ଡିମାଣ୍ଡ କରନ୍ତି। ସେଥିପାଇଁ ଶୁଦ୍ଧ ଭକ୍ତମାନେ ଯେଉଁମାନେ, ତାଙ୍କ ପାଖକୁ ଯାଅ, ତାଙ୍କର ଟିକେ ସେବା କର, ମହତ ସେବା। ଆଉ ତୁମ ସେବାରେ ଯଦି ସେ ଭକ୍ତମାନେ ଖୁସି ହେଇଯାଆନ୍ତି, ତମକୁ ଅନେଇକି ଯଦି ସେମାନେ ଟିକେ ହସି ଦିଅନ୍ତି ନା, ତମ ଜୀବନ ପରିବର୍ତ୍ତନ ହେଇଯିବ। କାରଣ ତାଙ୍କ ହୃଦୟରେ ଭଗବାନ ଥାନ୍ତି ପରମାତ୍ମା ରୂପରେ। ନିଷ୍କପଟ ସାଧୁ ସେମାନେ। ସେଇଭଳିଆ ସାଧୁ ଜଗତରେ ଗୋଟିଏରେ ଗୋଟିଏ ମିଳନ୍ତି। ଆଉ ସେଇଭଳି ସାଧୁମାନେ ଯେତେବେଳେ ତମ ଉପରେ ପ୍ରସନ୍ନ ହେଇଯାନ୍ତି, ଭଗବାନ ପ୍ରସନ୍ନ ହେବା ପାଇଁ ବାଧ୍ୟ ହୁଅନ୍ତି। ଅନେକ ପ୍ରସଙ୍ଗ ରହିଛି। ନଳକୂବର ମଣିଗ୍ରୀବକୁ ଭଗବାନ ଉଦ୍ଧାର କଲେ କଣ ପାଇଁ? ନାରଦ ମୁନିଙ୍କର ଇଚ୍ଛା ଥିଲା, ସେଇଥିପାଇଁ ତାଙ୍କ ଉପରେ କୃପା କଲେ। ନହେଲେ ନଳକୂବର ମଣିଗ୍ରୀବର କୌଣସି ଯୋଗ୍ୟତା ନାହିଁ ଭଗବାନ ପରମ ପୁରୁଷ ସ୍ୱୟଂ ନାରାୟଣ ଭଗବାନ କୃଷ୍ଣ ଯିବେ ତାଙ୍କ ପାଖକୁ। କଣ ପାଇଁ ଯିବେ? ଆମର ବି ସେଇଭଳିଆ ଗତି। ଆମେ ଅଧମ ଦିନହୀନ, ଆମର କୌଣସି ଯୋଗ୍ୟତା ନାହିଁ। କିନ୍ତୁ ଗୁରୁ ସାଧୁ ବୈଷ୍ଣବ ମାନଙ୍କର ଆମେ ସେବା କରି ଆମେ ତାଙ୍କୁ ପ୍ରସନ୍ନ କରିଛେ। ସେମାନେ ଆମକୁ ଶିଷ୍ୟ ଭାବରେ ଗ୍ରହଣ କରୁଛନ୍ତି। ସେଥିପାଇଁ ଆମ ଘରେ ବିଗ୍ରହ ଅଛନ୍ତି, ସେଥିପାଇଁ ଆମ ହାତରେ ଜପମାଳ ଅଛି, ସେଥିପାଇଁ ଆମ ମଥାରେ ତିଲକ, କଣ୍ଠରେ କଣ୍ଠିମାଳ ଅଛି। ଏ ଅମୂଲ୍ୟ ରତ୍ନ, ଏସବୁ ଆମକୁ ମିଳିଛି ସାଧୁମାନଙ୍କର କୃପାରୁ। ଏଇଟା ଜୀବନରେ ଗ୍ରହଣ କରିବା ଦରକାର। ସେଥିପାଇଁ ଭଗବାନ ସମସ୍ତ ଭକ୍ତମାନଙ୍କର ଆଜ୍ଞାଧୀନ ପୁତ୍ରମାନଙ୍କର ଦାବି ପୂରଣ କରିବାରେ ଖୁବ୍ ଆଗ୍ରହ ପ୍ରକାଶ କରନ୍ତି। ଗୋଟେ କମ୍ପିଟିସନ ଲାଗିଥାଏ। ଭକ୍ତ କେବେ ଇଚ୍ଛା କରେ ନା କି ଭଗବାନ କେବେ ଇଚ୍ଛା କରନ୍ତିନି। ଭକ୍ତ ସବୁବେଳେ ଖୋଜୁଥାଏ ଭଗବାନ କଣ ଇଚ୍ଛା କରିବେ ମୁଁ ସେଟାକୁ ଫୁଲଫିଲ୍ କରିବି। କିନ୍ତୁ ଭଗବାନ ତ ଡିଜାୟାର, ତାଙ୍କର କୌଣସି ଅଭିଳାଷ ନାହିଁ। ଆଉ ଭଗବାନ ବି ଖୋଜୁଥାନ୍ତି ଭକ୍ତ କେତେବେଳେ କଣ ଆଶା କରିବ ମୁଁ ତାକୁ ଫୁଲଫିଲ୍ କରିବି। କିନ୍ତୁ ଭକ୍ତର କୌଣସି ଅଭିଳାଷ ନଥାଏ। ମଧୁର ମଧୁର ସଂଘର୍ଷ, ମଧୁର ପ୍ରତିଯୋଗିତା। ଭଗବାନ ବାଞ୍ଛା କଳ୍ପତରୁ ସଦୃଶ୍ୟ ଏବଂ ଭକ୍ତମାନଙ୍କର ଅହେତୁକି କୃପାବଶତଃ, ଭଗବାନଙ୍କର ଅହେତୁକି କୃପାବଶତଃ ପ୍ରତ୍ୟେକ ତାଙ୍କର ଇପ୍ସିତ ବସ୍ତୁ ପ୍ରାପ୍ତ ହୋଇପାରନ୍ତି। ପରମ ପିତା ହିସାବରେ ଭଗବାନ ତାଙ୍କର ଶୁଦ୍ଧ ଭକ୍ତମାନଙ୍କୁ ଏ ପ୍ରକାର କିଛି ବସ୍ତୁ ପ୍ରଦାନ କରନ୍ତି ନାହିଁ ଯାହା ତାଙ୍କର ଭକ୍ତଙ୍କର ଭକ୍ତିଯୋଗ ମାର୍ଗରେ ପ୍ରତିବନ୍ଧ ସୃଷ୍ଟି ହେବ। ଯେଉଁମାନେ ଭଗବାନଙ୍କର ପ୍ରେମମୟୀ ସେବାରେ ନିଯୁକ୍ତ, ସେମାନେ ଭଗବାନଙ୍କର ଅପ୍ରାକୃତ ଆକର୍ଷଣରେ ଆକୃଷ୍ଟ ହୋଇ ଶୁଦ୍ଧ ଭକ୍ତି ସ୍ତରରେ ନିଜକୁ ଉନ୍ନତ କରିପାରନ୍ତି। ତ ଭଗବାନ ହେଉଛନ୍ତି ପ୍ରେମୀ ପିତା। ସେ ପୁତ୍ର କନ୍ୟାମାନଙ୍କୁ ବହୁତ ଭଲ ପାଆନ୍ତି। ଆଉ ତାଙ୍କର ପୁତ୍ର କନ୍ୟାମାନଙ୍କର ସବୁ ପ୍ରକାର ଆବଶ୍ୟକତାକୁ ସେ ପୂରଣ କରନ୍ତି। କିନ୍ତୁ ଏମିତି କେବେ ହେଲେ ଖରାପ ଜିନିଷ ଭଗବାନ ପିତା ହିସାବରେ ଦିଅନ୍ତି ନାହିଁ, ଯୋଉ ବସ୍ତୁ, ଯୋଉ ଦ୍ରବ୍ୟ, ଯୋଉ ଗୁଣ ପାଇଲା ପରେ ଭକ୍ତ ଭଗବାନଙ୍କୁ ଭୁଲିଯିବ, ପୁତ୍ର କନ୍ୟା ପିତାଙ୍କୁ ଭୁଲିଯିବେ, ଏଭଳି କେବେ ହେଲେ ଭଗବାନ ଦିଅନ୍ତି ନାହିଁ ସେଭଳି ଗୁଣ। ଆଉ ଭକ୍ତ ଭଗବାନଙ୍କର ଆକର୍ଷଣୀୟ ଚରିତ୍ର, ତାଙ୍କର ବିଚାର, ତାଙ୍କର ଗୁଣ, ତାଙ୍କର ରୂପକୁ ଦେଖି ଭକ୍ତ ସବୁବେଳେ କୃତ ହେଇଯାଏ। ସେ ଅନ୍ୟ କୌଣସି ପ୍ରକାର ଅଭିଳାଷ ଆଶା କରେ ନା। ସେଥିପାଇଁ ଆମ ବାପାଙ୍କ ପାଖରେ, ଆମ ସ୍ୱାମୀଙ୍କ ପାଖରେ, ଆମ ଭାଇଙ୍କ ପାଖରେ, ଆମ ଗୁରୁଙ୍କ ପାଖରେ ଯୋଉ ଗୁଣ ରହିଛି, ସେଇ ଗୁଣକୁ ଦେଖି ଆମେ କୃତ ହେଇଯିବା ଦରକାର। ଆମ ଜୀବନରେ ଆଉ କିଛି ଅଭିଳାଷ ନ ରଖିବା ଦରକାର। ଯିଏ ଏଇ ଗୁଣକୁ ଦେଖି, ତାଙ୍କ ଚରିତ୍ରକୁ ଦେଖି ଆକର୍ଷିତ ହେଇଯାଏ ନା, ତାହା ଜୀବନରେ ଆଉ କୌଣସି ପ୍ରକାର ଡିମାଣ୍ଡ ରହେ ନା। ସେଥିପାଇଁ ଭକ୍ତମାନେ ଭଗବାନଙ୍କର ଗୁଣ, ତାଙ୍କର ଚରିତ୍ର, ତାଙ୍କର ବିଚାର, ତାଙ୍କର ପ୍ରୀତି ଆଦାନ ପ୍ରଦାନ, ଭଗବାନଙ୍କର ପ୍ରୀତି ଆଦାନ ପ୍ରଦାନକୁ ଦେଖି ସେମାନେ କୃତ ହେଇଯାଆନ୍ତି। ଆଉ ସେମାନଙ୍କ ଜୀବନରେ କିଛି କେବେ ହେଲେ ଅଭିଳାଷ କରନ୍ତି ନାହିଁ। ତ ଶ୍ରୀଲ ପ୍ରଭୁପାଦ ଶେଷରେ ଏସେନ୍ସ ଲେଖୁଛନ୍ତି, ସାର ଏହା କି ଜଣେ ଭକ୍ତ
ଭଗବାନଙ୍କର ଯୋଉ ଦିବ୍ୟ ଗୁଣ ଉପରେ ତାର ମନକୁ କେନ୍ଦ୍ରୀଭୂତ କରିବା ଦରକାର। ଯେମିତି ଦ୍ୱାରକାର ଅଧିବାସୀ ମାନେ ଭଗବାନଙ୍କର ସେ ଦିବ୍ୟ ରୂପ, ଦିବ୍ୟ ଗୁଣ, ତାଙ୍କର ପ୍ରୀତିମୟ ଆଦାନ ପ୍ରଦାନକୁ ଭଲ ପାଉଥିଲେ, ତାଙ୍କ ଚରିତ୍ରକୁ ଭଲ ପାଉଥିଲେ। ଭଗବାନଙ୍କର କୌଣସି ରାଜମହଲ, ତାଙ୍କର ଭଗବାନଙ୍କର ଯୋଉ ଐଶ୍ୱର୍ଯ୍ୟ, ଭଗବାନଙ୍କର ଯୋଉ ମହଲ ଥିଲା, ଯୋଉ ଦ୍ୱାରକା ପୁରୀକୁ ସେମାନେ ଭଲ ପାଉନଥିଲେ, ଭଗବାନ ଦେଇଥିବା ସମ୍ପତ୍ତିକି ସେମାନେ ଭଲ ପାଉନଥିଲେ, ସେମାନେ ଭଗବାନଙ୍କୁ ଭଲ ପାଉଥିଲେ। ସେଇଥିପାଇଁ ଏ ଦ୍ୱାରକାର ସବୁ କିଛି ଭରପୁର ଥାଇ ମଧ୍ୟ ଦ୍ୱାରକାର ଅଧିବାସୀ ମାନେ କାନ୍ଦୁଥିଲେ, ଭଗବାନଙ୍କୁ ଖୋଜୁଥିଲେ। ଭଗବାନଙ୍କର ଚରିତ୍ର, ଭଗବାନଙ୍କର ଗୁଣ, ଭଗବାନଙ୍କର ରୂପ, ଭଗବାନଙ୍କର ସ୍ମିତ ହାସ୍ୟ, ତାକୁ ଖୋଜୁଥିଲେ ଦ୍ୱାରକାର ଅଧିବାସୀ ମାନେ। ଆଉ ସେଇଥିରେ ସେମାନେ ପରମ ପ୍ରସନ୍ନ ଥିଲେ। ତ ଭକ୍ତ ସେଇଭଳି ଭାବରେ ଭଗବାନଙ୍କର ଦିବ୍ୟ ଗୁଣ ପ୍ରତି ଆକର୍ଷିତ ହେବା ଦରକାର। ଏଇ ଜଗତର ମିଛ ମାନ ସମ୍ମାନ ପ୍ରତି ନୁହଁ। ଏ ସାଂସାରିକ ସୁଖ ସମୃଦ୍ଧି ପ୍ରତି ଭକ୍ତ ଆନନ୍ଦିତ ହବା କଥା ନୁହଁ। ସେ କ୍ଷଣିକ ଆନନ୍ଦ। ଆମକୁ କଣ ନ ଦେଇଛନ୍ତି ଭଗବାନ। ଆମ ଭଳି ଅଧମ ଅଯୋଗ୍ୟ ଜୀବକୁ ଭଗବାନ ପବିତ୍ର ନାମ ଦେଇଛନ୍ତି, ଗୀତା ଭାଗବତ ଦେଇଛନ୍ତି, ଗୁରୁ ଦେଇଛନ୍ତି, ଭକ୍ତ ସଙ୍ଗ ଦେଇଛନ୍ତି। ଆମ ହୃଦୟରେ, ଆମ ଚେତନାରେ ଭଗବାନ ତାଙ୍କର ଗୁଣକୁ ପରିପ୍ରକାଶ କରିଛନ୍ତି। ତାଙ୍କୁ ଚିହ୍ନିଲା ଭଳି, ତାଙ୍କୁ ଜାଣିଲା ଭଳି ଦିବ୍ୟ ଜ୍ଞାନ ଆମକୁ ଦେଇଛନ୍ତି। ଆଉଠୁ ବଡ ଜିନିଷ କଣ ଅଛି? ଆଉ କଣ ଡିମାଣ୍ଡ କରୁଛ ତମେ ଜୀବନରେ? ଆଉ ଯାହା ଖୋଜୁଛ ସେଟା ତମକୁ ପୀଡା ଦବ କେବଳ। ଆଉ ସବୁ ପୀଡା ଦବ। ଆଉ ଯାହା ଏକ୍ସଟ୍ରା ଡିମାଣ୍ଡ ଅଛି ଆମ ଜୀବନରେ ନା, ସେଟା ଆମକୁ କେବଳ ଦୁଃଖ ଦବ, ସେଥିରେ ସୁଖ ମିଳିବ ନାହିଁ। ଶ୍ରୀଲ ପ୍ରଭୁପାଦ ଏଇ କଥା ଆମକୁ ଲେଖୁଛନ୍ତି ଶେଷରେ। ସେଇଥିପାଇଁ ମହାନ ମହାନ ସାଧୁ ସନ୍ଥ ମାନେ ସମସ୍ତ ପ୍ରକାର ଭୌତିକ ଐଶ୍ୱର୍ଯ୍ୟକୁ ପରିତ୍ୟାଗ କରି ଭଗବାନଙ୍କର ଦିବ୍ୟ ସେବାରେ ଏଙ୍ଗେଜ ରହିଥାନ୍ତି। କୌଣସି ପ୍ରକାର ଡିଜାୟାର ନଥାଏ। କାହିଁକି ନା ଭଗବାନଙ୍କର ଦିବ୍ୟ ଗୁଣ, ଭଗବାନଙ୍କର ଦିବ୍ୟ ରୂପ, ଭଗବାନଙ୍କର ଦିବ୍ୟ ଲୀଳାରୁ ସେମାନେ ସଫିସିଏଣ୍ଟ ଆନନ୍ଦ ପାଆନ୍ତି। ଆଉ ସେ ହେଉଛି ପ୍ରକୃତି ଆନନ୍ଦ, ଯୋଉଟା ଦ୍ୱାରକାର ଅଧିବାସୀ ମାନେ ଭଗବାନ କୃଷ୍ଣଙ୍କ ଠାରୁ ପ୍ରାପ୍ତ ହଉଥିଲେ। ହରେ କୃଷ୍ଣ।